ସେଠି ତୋ ଭଳି ଅନେକ ବୁଢ଼ା ବୁଢ଼ୀ ଅଛନ୍ତି ଆଉ ଖୁବ୍ ଶାନ୍ତିରେ ବି ଅଛନ୍ତି। ତେଣୁ ମୁଁ ଆଶା କରେ ତୁ ତୋର ବାକି ତକ ଜୀବନ ସେଠି ଶାନ୍ତିରେ ରହିବୁ। ହଁ ମନେ ରଖ, ଆଜି ପରଠୁ ମୋ କଥା ତୁ କେବେ ଚିନ୍ତା ବି କରିବୁ ବାସ୍ ଭାବି ନେବୁ ଆଜି ପରଠୁ ଏ କୃଷ୍ଣ ତୋ ପାଇଁ ମରିଗଲା। କିଛି କହିବା ଦରକାର ନାହିଁ। ଆରେ ଅସୁବିଧା ପଡ଼ି ଅସହାୟ ବୁଢ଼ା ବୁଢ଼ୀ ଏଠିକି ଆଶ୍ରୟ ନେବାକୁ ଆସୁଛନ୍ତି, ସେମାନଙ୍କର କିଛି ଅସୁବିଧା ନ ହୁଏ। ଆରେ ହଁ, ଆରେ ସେମାନେ ଠିକ୍ ସମୟରେ ଖାଦ୍ୟ ଖାଇବେ, ଠିକ୍ ସମୟରେ ମେଡିସିନ ଖାଇବେ, ଆଉ ଠିକ୍ ସମୟରେ ଡକ୍ଟର ପାଖକୁ ଟ୍ରିଟମେଣ୍ଟ ହେବେ। ହଁ ମୁଁ ଯାହା କହ ତୁମେ ସେଇଆ କର। ନାଇଁ ନାଇଁ ତମର କିଛି କହିବା ଦରକାର ନାହିଁ, ରଖ ଫୋନ। ନମସ୍କାର ଡକ୍ଟର, ଆପଣ ଆସିଛନ୍ତି? ଆଜ୍ଞା। ଗୁଡ୍ ନ୍ୟୁଜ୍ ଡକ୍ଟର, ଗୁଡ୍ ନ୍ୟୁଜ୍, ଗୁଡ୍ ନ୍ୟୁଜ୍। ଆପଣଙ୍କ ଅପରେସନ ସକ୍ସେସ୍। ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଡକ୍ଟର, ମୋର କୌଣସି ପ୍ରୋବ୍ଲେମ୍ ନାହିଁ, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଏ ଡକ୍ଟର, ମୁଁ ତେବେ ଘରକୁ ଫେରିଥାନ୍ତି, ଆପଣ ମୋ ଘରକୁ ନ ଆସି ଏ ବୃଦ୍ଧାଶ୍ରମରେ ଆସିଛନ୍ତି କ'ଣ ପାଇଁ? କିଏ ମୋ ମା? ଏଇ ମାଙ୍କ କଥା ଆପଣ କହୁଥିଲେ ନା? ଆଜ୍ଞା। ଯୋଉ ମା ତାଙ୍କର ଗୋଟେ କିଡ଼େ ନେବିକି ଆପଣଙ୍କୁ ଡକ୍ଟର କରେଇଛନ୍ତି, ତାଙ୍କୁ ଏ ବୃଦ୍ଧାଶ୍ରମ ଆଣିଛନ୍ତି କ'ଣ ପାଇଁ? ପରିସ୍ଥିତି ମୋତେ ବାଧ୍ୟ କରିଛି। ଅନେକ ଚିନ୍ତା କଲା ପରେ ମୁଁ ନିଷ୍ପତ୍ତି ନେଇଛି। ମୋ ମା ତାର ବାକି ତକ ଜୀବନ ଏଇଠି ଆପଣଙ୍କ ପାଖରେ ରହିଲେ ହିଁ ଶାନ୍ତିରେ ରହିପାରିବେ। ହାତ ଯୋଡୁଛି ମୋ ନାକ ତାଙ୍କ ମତେ ତଳେ ବସେଇଛନ୍ତି କାହିଁକି? ନାଇଁ ଆସିଲା ବେଳେ ନାଇଁ ନାଇଁ ତଳେ ବସିବା ଠିକ ହଉନି ମ୍ୟାଡ଼ାମ। ଆପଣ ତଳେ କାହିଁ ବସୁଛନ୍ତି? ଉଠନ୍ତୁ ମ୍ୟାଡ଼ାମ, ତଳେ ବସନ୍ତୁନି, ଉଠନ୍ତୁ ମ୍ୟାଡ଼ାମ, ଉଠନ୍ତୁ। ତମେ ମତେ ସେଠି ପାରୁଛ ନା? ସେଠି ପାରୁଛ ମତେ? ସେଦିନର ଦୃଶ୍ୟ ଏବେ ବି ମୋ ଆଖି ଆଗରେ ଜଳ ଜଳ ହେଇ ନାଚି ଉଠୁଛି। ତମର ଦିଟା ଝିଅ ପୂଜା ଆଉ ଅର୍ଚ୍ଚନା, ସେମାନଙ୍କ ଖୋଜି ଖୋଜି ହତାଶ ହେଇ ବଞ୍ଚିବାର ଆଶା ହରେଇ ଦେଇଥିଲା ବେଳେ ସେନ୍ସଲେସ୍ ଅବସ୍ଥାରେ ମୁଁ ଗୋଟାଏ ଅଜଣା ଚିହ୍ନା ପୁଅକୁ ପାଇଥିଲି। ଯାହାର ପଛର କଥା କିଛି ମନେ ନଥାଏ, ତା ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ସେ ତ ଅତୀତକୁ ହରେଇ ବସିଥାଏ। ଆଉ ତମେ ତମ ଝିଅମାନଙ୍କୁ ହରେଇଥିବା ଦୁଃଖରେ ବହୁତ ଭାଙ୍ଗି ପଡ଼ିଥିଲ। ସେଇ ଅଜଣା ଅଚିହ୍ନା ପୁଅଟିকে ତମରି ହାତ ଟେକି ଦେଇ ମୁଁ ତମକୁ କହିଥିଲି, ଏଇ ପୁଅ ହବ ତମ ଅଧା ରାତିର ସାଥୀ। ଆଚ୍ଛା ମ୍ୟାଡାମ, ସେ ପୁଅ ବହୁତ ବଡ଼ ହେଇଯିବନି ନା? ସେ ପୁଅ କ'ଣ ତା ଅତୀତକୁ ମନେ ପକେଇ ପାରିଲା? ସେ ପୁଅ କ'ଣ କହିପାରିଲା ସେ କିଏ, ତା ନାଁ କ'ଣ, ତା ଘର କୋଉଠି, କିଏ ତା ବାପା, କିଏ ତା ମା? କହିପାରିଲା ସେ ପୁଅ? କହିପାରିଲାନି। ସେ ଅଜଣା ଅଚିହ୍ନା ପୁଅ ଏବେ କୋଉଠି ଅଛି? ଯାହାର ସେନ୍ସ ଫେରିଲାନି, ମୁଁ ତ ନୂଆ ଜନ୍ମ ଦେଇଥିଲି। ଆଉ ଯୋଉ ପୁଅକୁ ତମେ ତମ ସର୍ବସ୍ୱ ସଜାଡ଼ି ଦେଇ ତାକୁ ଦୁନିଆର ବଡ଼ ଦାଣ୍ଡରେ ଠିଆ କରିଥିଲ, ଜୀବନ ମରଣ ସହ ସଂଗ୍ରାମ କରିବା ପାଇଁ ତମେ ତାକୁ ବାଟ ଦେଖେଇଥିଲ। ଓହୋ, ସେ ପୁଅ ଏବେ କୋଉଠି ଅଛି, କେମିତି ଅଛି, କ'ଣ କରୁଛି,
ताको देखा को मोर भारी इच्छा होची नीरव रोहनी प्लीज दया करी कहो से पुअर में कोठी अछि तो सही पिलाना तो सही ओछना ओछना पिलाना जहार बाथ बाथ करे जो मार पण दोकानीटा तो भाई श्रीमंदिर ने तो पालटे जाई थो आ जो पो भाई हजी जाई पछे मार दुख को भूली सब चेष्टा करथला आ जो माता पोह को कहितला ए पो मो तो था रातीरो साथी সেই পদ মাগু ধরি অধারাত্রে বুধাশ্রম কোন পাই চুপই যাও তাকে মামর হাত ধরছে আমার টিকে চুপই যা মো জীবনরে মো মা কো ভুল বুঝি কেতে বড় অপরাধ করেছি মু বুঝি সারি আপন টিকে চুপ হই যা মা भूल बुझी एत कष्ट देला तू केवे तो निज हाथ में मत अंटी चिपी मत मारी दे पारि मत अभिशाप दे तोरे कृष्णा तोरी आगे मरी जाओ बसुधा तू सब